ଆଜି ଶାଲିନୀ ପୁନିତ ରିୟାର ଗୋଡ଼ ଘଷୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଦର୍ଶକ ବନ୍ଧୁ, ଶାଲିନୀ କହିବେ ଇଏ ମୁଁ କ'ଣ ଦେଖୁଛି, ପୁନିତ ତୁ ରିୟା ବୋହୂର ଗୋଡ଼ ଘଷୁଛୁ। ତାପରେ ରିୟା କହିବେ ଓ ମାଇ ଗଡ୍ ମମିନ୍ଲ, ଆପଣ କବାଟ ବିନା ନ କରିକି ଭିତରକୁ ପଶି ଆସିଲେ। ଆଉ ପୁନିତକୁ କହିବେ ପୁନିତ ତୁମ ମାମାକୁ କ'ଣ କିଛି ମ୍ୟାନର ଜଣା ଅଛି କି ନାହିଁ? ନୂଆ ବାହା ହେଇଥିବା କପଲଙ୍କ ରୁମ୍କୁ ପରମିଶନ ନେଇକି ଆସିବାକୁ ପଡ଼ିଥାଏ, କ'ଣ ସେତିକି ତାଙ୍କୁ ଜଣା ନାହିଁ? ଏହାପରେ ଶାଲିନୀ କହିବେ ଆଜି ଆସିଥିବା ଝିଅ ଏ ଘରକୁ ତୁ ମୋତେ ନାଲି ଆଙ୍କି ଦେଖାଉଛୁ, ତୁ ମୋତେ କ'ଣ ମ୍ୟାନର ଶିଖାଉଛୁ? ଆରେ ମୋ ପୁଅ ରୁମ୍କୁ ଆସିବା ପାଇଁ ମୁଁ ତୋ ଠାରୁ ପରମିଶନ ନେବି? ଆଉ ପୁନିତକୁ କହିବେ ଦେଖିଲୁ ତ ପୁନିତ, ମୁଁ ତୋତେ କ'ଣ କହୁଥିଲି, ୟା ନଖରା ମୋତେ ଆଦୌ ପସନ୍ଦ ନୁହେଁ, କିନ୍ତୁ ମୋ କଥା ତୁ ଶୁଣୁଛୁ କେଉଁଠି? ତୁ ତ ଓଲଟା ଏବେଠାରୁ ଆର ଗୋଡ଼ ଘଷିବା ଆରମ୍ଭ କରିଦେଲୁଣି, ଏବେଠାରୁ ସ୍ତ୍ରୀ ବୋଲକରା ହେଇଗଲୁଣି। ତାପରେ ପୁଣି ରିୟା କହିବେ ମମିନ୍ଲ, ମୁଁ ତ ଖାଲି ୟାଙ୍କୁ ଗୋଡ଼ ଘଷିବା ପାଇଁ କହିଥିଲି, ପାହାଡ଼ ଚଢ଼ିବାକୁ ତ କହିନଥିଲି ନା, ତାହେଲେ ଏତେ ଜୋରରେ ଆପଣ ଚିଲଉଛନ୍ତି କାହିଁକି? ପୁଣି ଶାଲିନୀ କହିବେ ତୋର ଏତେ ସାହସ, ତୁ ମୋ ପୁଅ ହାତରେ ତୋ ଗୋଡ଼ ଘଷେଇଲୁ?